ଲାଗୁଛି ଯେମିତି 2020ଟି ମାୟା ନଗରୀ ପାଇଁ କାଳ ବର୍ଷ ସାଜିଛି। ଗୋଟିଏ ପରେ ଗୋଟିଏ ଯୁବ ଅଭିନେତାଙ୍କର ଆକସ୍ମିକ ମୃତ୍ୟୁ ସମସ୍ତଙ୍କୁ ଚକିତ କରୁଛି। ସୁଶାନ୍ତ ସିଂଙ୍କ ମୃତ୍ୟୁ ବିବାଦ ଥମିବାର ନାଁ ଧରୁନଥିବା ବେଳେ ଏବେ ହିନ୍ଦୀ ସିରିଏଲର ପ୍ରସିଦ୍ଧ ଅଭିନେତା ସମୀର ଶର୍ମା ଓ ଭୋଜପୁରୀ ଅଭିନେତ୍ରୀ ଅନୁପମା ପାଠକଙ୍କ ଆତ୍ମହତ୍ୟା ସମସ୍ତଙ୍କୁ ପୁଣି ଶୋକ ସାଗରରେ ବୁଡ଼ାଇଛି। ତେବେ ଏବେ ବି ଅନେକ କଳାକାର ମାନସିକ ଚାପରେ ରହୁଥିବା ଜଣାପଡ଼ିଛି। ଯେତେବେଳେ କୋରୋନା ଫାଷ୍ଟ ଆସିଲା ଏଇଟା ଗୋଟେ ଦେଖନ୍ତୁ ୟୁଏସ୍ଏରେ ଫାଷ୍ଟ ଡାଟା ଆସିଲା ସୋମାଟିକ୍ ମାନେ ସାଇକାଟ୍ରିକ୍ ଡିସଅର୍ଡର ବହୁତ ଲୋକଙ୍କର ହେଉଛି ମାନେ ରୋଗ କମ୍ ହେଉଛି କିନ୍ତୁ ତା ଅପେକ୍ଷା ମେଣ୍ଟାଲି ବେଶୀ ଲୋକ ଡିପ୍ରେସନକୁ ପଳାଉଛନ୍ତି। ଯେଉଁମାନେ ଡେଲି ୱାର୍କର ରହିଲେ ଡେଲି ୱେଜେସ୍ ହେଲେ ସେମାନେ ମେସ୍କାନ୍ ଡିପ୍ରେସନକୁ ୟୁଏସ୍ଏରେ ହେଲା ଡିପ୍ରେସନ୍ ଡେଥ୍ ବହୁତ ବେଶୀ ୟୁଏସ୍ଏରେ ଫାଷ୍ଟ ହେଲା। ତାପରେ ଦେଖନ୍ତୁ ଏଇଟା ଫଲୋ କଲା ଇଣ୍ଡିଆରେ କ'ଣ ହେଲା ନା ଯେଉଁମାନେ ଲୋ ଗ୍ରେଡ୍ ୱାର୍କର ହେଲେ ସେମାନେ ଡେ ଟୁ ଡେ ଖାଆନ୍ତୁ ନ ଖାଆନ୍ତୁ ଗଭର୍ଣ୍ଣମେଣ୍ଟରୁ ସାହାଯ୍ୟ ପାଇଗଲେ ଚଳିଗଲା। କିନ୍ତୁ ଯେଉଁମାନେ ଦେଖିବେ ମିଡ଼ିୟମ୍ ଷ୍ଟାଣ୍ଡାର୍ଡ ରହିଗଲେ ତାଙ୍କର ଡିପ୍ରେସନ୍ ଫ୍ୟାକ୍ଟର ଆସିଗଲା। ଯେମିତି ଆପଣ ଦେଖନ୍ତୁ ଟିଭି ଆର୍ଟିଷ୍ଟ ହେଲେ କି ଯେଉଁମାନେ ନୂଆ ଫିଲ୍ମ ହିରୋ ଆସୁଛନ୍ତି କି ଏନି ପ୍ରଫେସନ୍ ଯେଉଁମାନେ ଜଷ୍ଟ ଏଣ୍ଟର କରିଛନ୍ତି ଜଷ୍ଟ ରେଜିଂ ପିରିୟଡ଼ରେ ଆସିଗଲା କୋରୋନା। ବର୍ତ୍ତମାନ ତାଙ୍କର କୌଣସି ରାସ୍ତା ନାହିଁ ଡିପ୍ରେସନ୍ ଛଡ଼ା, କାହିଁକି ତାଙ୍କର ଯେଉଁ ଏକ୍ସପେନ୍ସେସ୍ ଅଛି ଘର ଭଡ଼ା ଅଛି ଗାଡ଼ି ଷ୍ଟାଟସ୍ ସବୁ ତା ଭିତରେ ଆସିଗଲା ଫ୍ୟାମିଲି ରନ୍। ତେଣୁ ସେମାନଙ୍କୁ ଡିପ୍ରେସନ୍ ଫେଜ୍କୁ ଚାଲିଗଲେ। ଯେତେବେଳେ ଡିପ୍ରେସନ୍ ଆସେ ସୁଇସାଇଡାଲ ଟେଣ୍ଡେନ୍ସି ଗୋଟେ ଡିପ୍ରେସନ୍ର ଫାଷ୍ଟ ଆଣ୍ଡ ଫରମୋଷ୍ଟ କ୍ରାଇଟେରିଆ ଆସେ। ଲୋକ ଯେତେବେଳେ ବହୁତ ଡିପ୍ରେସ୍ ହେଇଯାଏ କିଛି ରାସ୍ତା ପାଏନି ସେ ସୁଇସାଇଡାଲ ଟେଣ୍ଡେନ୍ସିକୁ ଚୁଜ୍ କରେ। ଆଉ ଅତି ଏକ୍ସେସ୍ ଯେତେବେଳେ ସେ ଡିପ୍ରେସନ୍ ମୋଡ଼କୁ ଯାଏ ସେମାନେ ସୁଇସାଇଡାଲ ଟେଣ୍ଡେନ୍ସି খুব ଚାଲିଯାନ୍ତି ସୁସାଇଡ୍ କରିଦିଅନ୍ତି। ତେଣୁ ଏଇଟା ଜେନେରାଲ ଫ୍ୟାକ୍ଟ କୋରୋନା ଡିପ୍ରେସନ୍ ଆଣ୍ଡ ସୁସାଇଡ୍। ତେଣୁ ଏଇଟା ଗୋଟେ ଚେନ୍ ଅଫ୍ ସିଷ୍ଟମ୍ ରହିଛି। ଯେଉଁଠି ଦେଖନ୍ତୁ ଆପଣ ଯେଉଁମାନେ ଏ ଗ୍ରେଡ୍ ଆର୍ଟିଷ୍ଟ ହେଲେ ଯେଉଁମାନଙ୍କୁ ମାନେ ଭାବନ୍ତୁ ଖାନ୍ ଶାହରୁଖ ଖାନ୍ ହେଲେ କି ଅକ୍ଷୟ କୁମାର ସେମାନେ ଡିପ୍ରେସନ୍ରେ ଯିବେନି କାରଣ ତାଙ୍କର ଅଲରେଡ଼ି ବିଲ୍ଡଅପ୍ ଗ୍ରୋଥ୍ ଅଛି ସେମାନେ ରନ୍ କରିଯିବେ। କିନ୍ତୁ ଯେଉଁମାନେ ଗ୍ରୋଇଂ ଆର୍ଟିଷ୍ଟ ମାନେ ଜଷ୍ଟ ଆସିଛନ୍ତି ଫେଜ୍କୁ ସେମାନେ ଯେଉଁ ଷ୍ଟାଟସ୍ ଗାଡ଼ି ଘୋଡ଼ା ମେଣ୍ଟେନ୍ କଲେ ହଠାତ୍ ବନ୍ଦ ହେଇଗଲା। ବର୍ତ୍ତମାନ 6 ମାସ ଲକଡାଉନରେ ଗୋଟେ ଟିଭି ଆର୍ଟିଷ୍ଟ ଜଣେ କହୁଥିଲା ଟିଭି ଆର୍ଟିଷ୍ଟର କି କ୍ୟାମେରାମ୍ୟାନ୍ ଯେଉଁ ଟିଭିରେ ହେଲେ କି ଯେଉଁମାନେ ବୟ ପ୍ଲେ କରନ୍ତି ତାଙ୍କ ଡେଲି ଇନକମ୍ ହେଲା 1000 ଟଙ୍କା କି 2000 ଟଙ୍କା। ବର୍ତ୍ତମାନ ସେ 3 ମାସ 4 ମାସ କନଷ୍ଟାଣ୍ଟ ବ୍ଲକ୍ ହେଇଗଲେ। ବମ୍ବେରେ ସେମାନେ ସର୍ଭାଇଭ୍ କେମିତି କରିବେ ବମ୍ବେ ଭଳିଆ ସିଟି କିମ୍ବା ଯେଉଁ ଛୋଟ ଆର୍ଟିଷ୍ଟ ଅନ୍ୟ କାନପୁରରେ ଅଛନ୍ତି ସେମାନେ ସର୍ଭାଇଭ୍ କେମିତି କରିବେ। ତେଣୁ ତାଙ୍କର ମୋଡ୍ ଅଫ୍ ସର୍ଭାଇଭାଲ କିଛି ନାହିଁ। ଏତେ ହାଇ ଏଣ୍ଡକୁ ଗଲା ପରେ ଆଉ କିଛି ଦେଖାଯିବନି ତାଙ୍କୁ। ତେଣୁ ଏଇଟା ଗୋଟେ ପ୍ରାଇମେରୀ ଫ୍ୟାକ୍ଟର ହେଇଯାଏ। ମନୋବଳ ଯଦି ନ ଆଉ ଦେଖନ୍ତୁ ସମସ୍ତେ ସୁସାଇଡ୍ କରୁନାହାନ୍ତି ତା ଭିତରେ କାଁ ଭାଁ ଯଦି 1000 ଆର୍ଟିଷ୍ଟରୁ 0.1% ଡିପ୍ରେସନକୁ ଯାଉଛନ୍ତି। ତେଣୁ ସେମାନେ ଯଦି କଣ୍ଟ୍ରୋଲ କରିପାରିବେନି ନିଜକୁ ସେଇଟା ଆଉ କେହି କିଛି କରିପାରିବେନି। ମେଣ୍ଟାଲ ଡିପ୍ରେସନର ପ୍ରଥମ କଥା ହେଲା ଆପଣ ସବୁବେଳେ ଗୋଟେ ଏନଭାୟରମେଣ୍ଟରେ ରହିବେ ଫ୍ୟାମିଲି ଏନଭାୟରମେଣ୍ଟରେ। ଏଇ ଲୋକମାନେ ଯେଉଁମାନେ ଡେଥ୍ କରୁଛନ୍ତି ଦେଖନ୍ତୁ ସେମାନେ ସବୁ ଆଇସୋଲେଟେଡ୍ ଲାଇଫ୍ ତାଙ୍କର ଅନମ୍ୟାରେଡ୍ ଏକୁଟିଆ ରହୁଛନ୍ତି କରୋନାରେ ଏକୁଟିଆ ରହିଗଲେ କୌଣସି କାହା ସହିତ ଦେଖା ସାକ୍ଷାତ ନାହିଁ। ତେଣୁ ଗୋଟେ ଫ୍ୟାମିଲିଆଲ ଏନଭାୟରମେଣ୍ଟରେ ଯେତେବେଳେ ଗୁଡ଼ାଏ ଲୋକ ସହିତ ଆପଣ ଇଣ୍ଟାରାକ୍ଟ କରିବେ ଫ୍ୟାମିଲି ଭିତରେ ଡିପ୍ରେସନଟା ଚାଲିଯିବ। ତେଣୁ ଫ୍ୟାମିଲିଆଲ ଆକ୍ଟ ରହିବ ତାପରେ କିଛି ସପୋର୍ଟ ରହିବ ଆପଣଙ୍କର ଅନ୍ୟ ସାଇଡ୍ ସପୋର୍ଟ କି ସାଇଡ୍ ସପୋର୍ଟ ଖାଇବା ପିଇବା ଆରେଞ୍ଜମେଣ୍ଟ ଏଗୁଡ଼ା ରହିଲେ ବି ଆସେ ନାହିଁ ଡିପ୍ରେସନ୍ ମେନଲି ଫ୍ୟାମିଲି ସପୋର୍ଟ। ଆମର ଦୁଃଖର କଥା ଅନେକ ଜଣ ଅଭିନେତା ଜଣକ ପରେ ଜଣେ ଏଭଳିଆ ଆତ୍ମହତ୍ୟା କରୁଛନ୍ତି। ଯଦି ଏହାର କାରଣ ଦେଖିବାକୁ ଯିବା ଆତ୍ମହତ୍ୟାର କାରଣ ସବୁବେଳେ ଯାହା ଥିଲା ସେଇଆ ଅଛି, ଯେମିତିକି ଡିପ୍ରେସନ୍ ଅଛି ଅଥବା କୌଣସି ହାଲୁସିନେସନ୍ ଆସିଲା କିମ୍ବା ଫ୍ରଷ୍ଟ୍ରେସନ୍ ଜଣେ ଲୋକ ଆସିଲା ସେଥିରେ ହଠାତ୍ କିନା ଆଉ ସେ କିଛି ଉପାୟ ପାଇଲାନି ସେ ଜାଗାରେ ଏମିତିଆ କିଛି ଗୋଟେ ଇମ୍ପଲସିଭ୍ ଆକ୍ଟ କଲା। କିନ୍ତୁ ମୂଳତଃ ଏମାନଙ୍କ କ୍ଷେତ୍ରରେ ଯେଉଁଠିକି ଆମ ମନରେ ସବୁବେଳେ ଗୋଟେ ସାଧାରଣ ପ୍ରଶ୍ନ ଉଠେ ଏମାନେ ତ ବହୁତ ସକ୍ସେସଫୁଲ୍ ତ ଏମାନେ କାହିଁକି ଏଭଳିଆ ଆତ୍ମହତ୍ୟା କରୁଛନ୍ତି। କିନ୍ତୁ ଯେଉଁ ଜିନିଷଟା ଆମେ ଦେଖୁଛୁ ସେଥିରେ ଆମେ ଆଉ 2-3ଟା ଜିନିଷ ଦେଖିପାରୁନୁ। ପ୍ରଥମ କଥା ସେମାନେ ଡିପ୍ରେସନ୍ରେ ପୀଡ଼ିତ ଅଛନ୍ତି କି ନାହିଁ ଯେହେତୁ ଭଲ ଅଭିନୟ କରିପାରୁଛନ୍ତି ସେମାନଙ୍କ ମୁହଁରୁ ଆପଣ ତାଙ୍କ ଡିପ୍ରେସନ୍କୁ ଜାଣିପାରୁନାହାନ୍ତି ଏକ। ଦ୍ୱିତୀୟ କଥା ହେଉଛି ଯେ ଆମର ଯେମିତି ମଣିଷ ଗୋଟେ ସାମାଜିକ ପ୍ରାଣୀ ମୋତେ ଗୋଟେ କଥା ମୁଁ ସବୁବେଳେ କୁହେ ଯେ ଧରି ନିଅନ୍ତୁ ଅମିତାଭ ବଚ୍ଚନ ଆସିକି ଆମର ଏଠି ଚା ଦୋକାନରେ ଆସିକି ଆମ ସାଙ୍ଗେ ମିଶିକି କେବେ କ'ଣ ଚା ପିଇବେ। ଠିକ୍ ସେଇଭଳିଆ ସେଇ ଲୋକମାନେ ଯେଉଁମାନେ ଅଭିନୟରେ ଅଛନ୍ତି ସେମାନେ ଅନ୍ୟ ଲୋକମାନଙ୍କ ସହ ମିଳାମିଶା କରିପାରନ୍ତିନି ଅର୍ଥାତ୍ ତାଙ୍କ ଲାଇଫ୍ଟା ଗୋଟେ କୂପମଣ୍ଡୁକ ଭଳି ରହିଯାଇଥାଏ। ତୃତୀୟ କଥା ଆମେ କହିବା ଯେ ଅନେକ ସମୟରେ ସେମାନଙ୍କ ପାଖରେ ବହୁତ ପଇସା ଅଛି ତେଣୁ କ'ଣ ଅସୁବିଧା ହେଉଛି, କିନ୍ତୁ ୟାର କିଛି ଗୋଟେ ଲିମିଟ୍ ନଥାଏ ଯେ ପଇସା ଜଣେ ଲୋକ ଯଦି ଗୋଟେ ଚାଳ ଘରଟେ କରିଛି ସିଏ ଗୋଟେ ପକ୍କା ଘର କରିବାକୁ ଚାହୁଁଛି, ପକ୍କା ଘର କରିଛି ସିଏ ବଡ଼ ବିଲ୍ଡିଂ କରିବାକୁ ଚାହୁଁଛି ତାଠୁ ଅଧିକ ତ ସେ ଅନୁସାରେ ପ୍ରତ୍ୟେକ ଲୋକର କିଛି ନା କିଛି ରହିଛି କାମ। ଆଣ୍ଡ ବର୍ତ୍ତମାନ ଯେଉଁ କୋଭିଡ଼ ସମୟ ରହିଛି
एथिरे जदि फ्रस्ट्रेशन किसी गोटे होची ता संगे वर्कर अपॉर्चुनिटी भी बहुत कमी जाउची जोथिपाई कि बहुत जन लोक डिप्रेशन को जाउछन जोटा आगु प्रेडिक्ट कराई आउ गोटे मूल कथा रोची एठी जो लाइफस्टाइल जो भाया रोची एथिरे सेमानकर आउ गोटे असुविधा रोची कौन ना ये जो माने प्रेम प्रणय प्रतारणा ये सब बहुत कमनली आ विषय आम मैंने भी बहुत गपसप करूँ तो ये जिनस भी जदि किसी असुविधा है से ता विषय अन्य क्या डिस्कस करें भी से प्रोब्लेम रे पड़ती नितांत भाव में प्रत्येक लोक जदि सुइसाइड करार अच्छी पूर्व किसी ना कि सी गोटे क्यू दे थाए अन्य मानक जोटा कि अन्य मैंने जापारती ना आदि से जाणी हाँ से डेफिनेटली आम बचाई पार निराकरण विषय कहवा जे निराकरण प्रथम कथा हूँ जे आम नितांत भाव में गोटे सोसाइटी रहा दरकार सब छोट सोसाइटी हूँ आम परिवार प्रायतः ये अभिनेता माने निज परिवार सहित रुहंती कारण से वर्क कल्चर से भाया थाए तो परिवार सहित रहा दरकार द्वितीय कथा हूँ साइकियाट्रिस्ट मान सहित जदि केतबेले भी कौन असुविधा हो मानसिक रोग आम कौन पागल हो जाइए ना मन दुखटा भी गोटे मानसिक रोग पागलामी बोली आम कहून तुरंत जाइए जदि देखा कर दियंते ताहले नितांत भाव में ये भाया मूल्यवान जीवन गुड़ाक नष्ट हुअंतानी आम ये आत्महत्या निराकरण पाइपर। नमस्कार जमती कि आम जाने कि आम एबे गोटे बहुत ही खराब समय गति करचे आउटा गोटे बहुत ही टफ टाइम आम समस्त बी दैट पर्सनली और प्रोफेशनली आउ एबे रिसेंटली आम न्यूज सुनिया पाइले कि समीर शर्मा जी की गोटे टीवी एक्टर थे आ जड़े भोजपुरी एक्ट्रेस अपार्टमेंट रे सुइसाइड कर देछंती जोटा कि बहुत अधिक हार्ट ब्रेकिंग आ पूर्व आम जानते कि सुशांत सिंह राजपूत अपार्टमेंट रे ही वाज फाउंड डेड व्हिच वाज अ बिग शॉक आम समस्त बहुत डिसहार्टनिंग थिला आमे जानी ने जे रीजन कौन बट गोटे टॉपिक जोटा कि बहुत अधिक एबे चर्चित अच्छी से हूँ डिप्रेशन आउ मत लगुच आम डिप्रेशन को लेकिन आउ पछरे से जिन लुचेब भूल हम कारण एबे भी आम सोसाइटी आम कंट्री गोटे टैबू बोली माना हो मेंटल इलनेस को भी मेंटल इलनेस को आम भावुँ से लोकटा पागल जोटा कि नुहे जोटा कि बिल्कुल ठीक भी नुहे मत लगुच जो मैंने डिप्रेशन अच्छे से बाहर को आसिक स्टोरीज कि जी भी क्लोज और नियर वन्स अच्छा स्ट्रगल शेयर करिया दरकार आउ जदि दरकार ताले डॉक्टर हेल्प भी नवा दरकार आउ प्रॉपर मेडिकेशन भी नवा दरकार एटा जम्मा लुचे कि तापरे गोटे नेगेटिव थॉट आउ गोटे भूल स्टेप नबाठू बहुत बेटर हो ट्रीटमेंट तो से प्लीज आपण जो मैंने जदि कहीं डिप्रेशन अच्छा जोटा कि ए टाइम रे जो लॉकडाउन टाइम रे बहुत स्वाभाविक बहुत सारा लोक ए डिप्रेशन रे आसुछंती तो प्लीज आपण निजर ट्रीटमेंट करंतु आउ बीइंग एन आर्टिस्ट आई थिंक आम माइंड होची गोटे बहुत इंपोर्टेंट एसेट कारण आम जो गोटे कैरेक्टर पोर्ट्रे करूँ आम ताके पिक्चराइज करूँ आम माइंड रे तो आम माइंड स्टेबल हवा बहुत इंपोर्टेंट प्रोफेशनल पर्सनल सब लाइफ को आमको बहुत मेच्योर्डली हैंडल करा पड़े तो जो बड़ बड़ आर्टिस्ट आम जो भी रीजन पे यूज कर बहुत अधिक डिसहार्टनिंग और बहुत खराब गोटे फीलिंग और बहुत खराब जिन दूसरी कि होपफुली सुशांत सिंह राजपूत का डेथ पर गोटे रिवोल्यूशनरी चेंज आसो सो गाइज समस्त रिक्वेस्ट करी कि प्लीज आपण निज ध्यान रखु निज आखपाख लोकों का ध्यान रखु सहित कथा हूँ सहित रुहतु आउ घरे रुहतु सुरक्षित रुहतु। हिंदी सिनेमा और सीरियल जगत रे ऑल इज नॉट वेल जेमिति भाबरे प्रतिभावान अभिनेता मानकर आकस्मिक मृत्यु होची एवं एहा पछरे असल उद्देश्य कौन ताहा समस्तक सामना को आसीबा निहाती दरकार। गंजाम रो असित पंडा, कटक रु जगन्नाथ महांती एवं भुवनेश्वर बेबी बैशाखी महांती को रिपोर्ट कोणार्क न्यूज।